ଆସନ୍ତୁ ଜାଣିବା ମୃତ୍ୟୁର ପ୍ରଥମ ଦିନ ନିଜ ଆତ୍ମା ସହ କ'ଣ ହୋଇଥାଏ। ପୌରାଣିକ କଥା ଓ ଧାର୍ମିକ ବିଶ୍ୱାସରେ ମଣିଷର ମୃତ୍ୟୁ ପରେ ଆତ୍ମାର ଏକ ନୂଆ ଯାତ୍ରା ଆରମ୍ଭ ହୁଏ ବୋଲି କୁହାଯାଏ। ଶରୀର ନିର୍ଦ୍ଦିଷ୍ଟ ହୋଇଥାଏ, କିନ୍ତୁ ଆତ୍ମା ନିଜ କର୍ମ ଅନୁସାରେ ପରବର୍ତ୍ତୀ ଯାତ୍ରା ଆଡ଼କୁ ଗତି କରେ ବୋଲି ଧାର୍ମିକ ପରମ୍ପରା ବିଶ୍ୱାସ ରହିଛି। କୁହାଯାଏ ଏହି ଦିନ ଆତ୍ମା ପାଇଁ ସବୁଠୁ କଷ୍ଟର ଦିନ ହୋଇଥାଏ, କାରଣ ଏତେ ଦିନ ପରିବାର ପରିଜନ ସହ କଟେଇଥିବା ଆତ୍ମା ଯେତେବେଳେ ନିଜ ଶରୀରରୁ ଅଲଗା ହୋଇଯାଏ, ସେତେବେଳେ ପ୍ରଥମେ ଏହାକୁ ଆତ୍ମା ଅନୁଭବ କରିପାରେନି। ପାଖରେ ଥିବା ବନ୍ଧୁ ପରିଜନ ଯେତେବେଳେ କାନ୍ଦୁଥାନ୍ତି, ସେତେବେଳେ ଆତ୍ମା ପ୍ରଥମେ କିଛି ବୁଝିପାରି ନଥାଏ। ପରେ ଯେତେବେଳେ ନିଜ ଶରୀରକୁ ଦେଖେ, ସେତେବେଳେ ତାକୁ ଅନୁଭବ ହୁଏ ଯେ ସେ ଶରୀର ତ୍ୟାଗ କରିସାରିଛି। ଏହି ସମୟରେ ସେ ନିଜର ପ୍ରିୟଜନଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରେ, ହେଲେ ଆତ୍ମାର ନିଜର କୌଣସି ଅସ୍ତିତ୍ୱ ନଥିବାରୁ ଏହା କରିପାରି ନଥାଏ। ସେହିଦିନ ସେ ନିଜର ଘର ପରିବାର ଲୋକଙ୍କ ପାଇଁ ଚାରିପଟେ ବୁଲୁଥାଏ, ଆଉ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରେ, ହେଲେ କୌଣସି ଲୋକ ତାକୁ ଦେଖିପାରି ନଥାନ୍ତି କି ଛୁଇଁ ପାରି ନଥାନ୍ତି। ଗରୁଡ଼ ପୁରାଣରେ ଲେଖାଅଛି, ମୃତ୍ୟୁ ପରେ ଆତ୍ମା ଯମଲୋକକୁ ଯାଇଥାଏ। ସେଠାରେ ତାର ପାପ ପୁଣ୍ୟର ହିସାବ ହୋଇଥାଏ, ଆଉ ପୁଣି ତାକୁ ମର୍ତ୍ତ୍ୟଲୋକରେ ଯେଉଁଠି ତାର ଶରୀର ଆତ୍ମା ଛାଡ଼ିଥିଲା, ସେଇଠି ଛାଡ଼ିକି ଆସେ। ଯେଉଁ 12 ଦିନ ଆତ୍ମା ନିଜ ପରିବାର ଲୋକଙ୍କ ପାଖରେ ରହିଥାଏ, ସେତିକି ଦିନ ଭିତରେ ପ୍ରଥମ ଦିନ ସେହି ଆତ୍ମା ପାଇଁ ସବୁଠୁ କଷ୍ଟ ହୋଇଥାଏ, କାରଣ ଏହି ପ୍ରଥମ ଦିନ ତାକୁ ଶରୀର ଛାଡ଼ି ନିଜ ଜନକୁ ଛାଡ଼ିବାର କଷ୍ଟ ବେଶୀ ଅନୁଭବ ହୋଇଥାଏ। ଏହାପରେ ମଧ୍ୟ 12 ଦିନ ଏହି ଆତ୍ମା ପରିବାର ଲୋକଙ୍କ ପାଖରେ ରହିଥାଏ। ଏହି ଦିନ ଆତ୍ମା ତୃଷ୍ଣା, ଭୋକ ଆଦି ଅନୁଭବ କରିଥାଏ। ପରିବାର ଲୋକଙ୍କ ଆଲୋଚନାରେ ମଧ୍ୟ ସାମିଲ ହେବାକୁ ଚେଷ୍ଟା କରିଥାଏ, ହେଲେ କାହା ସହ ମିଶି ନପାରି କଷ୍ଟ ଅନୁଭବ କରିଥାଏ। ଏହି 12 ଦିନ ଆତ୍ମାର ଶାନ୍ତି ତଥା ମୋକ୍ଷ ପ୍ରାପ୍ତି ନିମନ୍ତେ କ୍ରିୟା କର୍ମ ଆଦି କରାଯାଏ, ଆଉ ଆତ୍ମା ସୂକ୍ଷ୍ମ ଶରୀର ଗଠନ କରେ, ଆଉ ଏହାପରେ ଯମଲୋକକୁ ଯିବାକୁ ଶକ୍ତି ପାଇଥାଏ। କୁହାଯାଏ, ଯେଉଁମାନଙ୍କର ପିଣ୍ଡଦାନ ହୋଇନଥାଏ, ସେହି ଆତ୍ମାକୁ ଯମଲୋକକୁ ଯିବାକୁ ଅଧିକ କଷ୍ଟ ହୁଏ। ଏହି ଭିଡ଼ିଓକୁ ଲାଇକ୍ କରିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏହିପରି ଭିଡ଼ିଓ ଦେଖିବା ପାଇଁ କମେଣ୍ଟ ମାଧ୍ୟମରେ ଜଣାଇବେ। ରାଧେ ରାଧେ।